ହଁ ସାଙ୍ଗମାନେ ଆଜି ବାହାରିଥିଲୁ ଆମେ ଭଦ୍ରକ। ତ ଭଦ୍ରକରେ ସକାଳୁ ସକାଳୁ ଯେହେତୁ ବାହାରି ଯାଇଥିଲୁ କିଛି ଖିଆପିଆ ହେଇନଥିଲା। ତ ଆମେ ପାଖାପାଖି ସୋର ପାଖାପାଖି ଯାଇଥିଲୁ। ସୋରରେ ଗୋଟେ ନୂଆ ହୋଟେଲଟି ଏନ୍ଏଚ୍ କୋଡ଼ରେ ଖୋଲିଛି। ତ ଆମେ ସେଇଠି ଯାଇ ପହଞ୍ଚାଇକି ଜଲ୍ଦି ନା ଜଲ୍ଦି ଆମେ ଟିଫିନ୍ କିଛି ଅର୍ଡ଼ର କରିଥିଲୁ। ଓ ଟିଫିନ୍ ସେଇଠି ଥିଲା ଆମର ସିଙ୍ଗଡ଼ା ଏବଂ ଆଳୁ କଷା। ତ ଓନ୍ଲି ଫର୍ ସେଇଟା ଭେଜ୍ ହୋଟେଲ ଥିଲା। ସେ ନନ୍ଭେଜ୍ରେ ଓନ୍ଲି ଫର୍ ଭେଜ୍ ହୋଟେଲ ଏବଂ ତାଙ୍କର ଆମର ଫାଷ୍ଟଫୁଡ଼୍ ଓ ତାଙ୍କର ସକାଳେ ଟିଫିନ୍ ପାଇଁ ବ୍ୟବସ୍ଥା ଓ ତାଙ୍କର ମିଲ୍ ବି ଅଛି। ତ ଆମେ ସିଙ୍ଗଡ଼ା ମଗାଇଥିଲୁ, ମିଠା ମଗାଇଥିଲୁ। ତ ଖାଇ ଦେଖିବା କେମିତି କ'ଣ ଟେଷ୍ଟ। ଖାଇ ଦେଖିଲୁ ସତ ସାଙ୍ଗମାନେ ଖାଇବା ଟେଷ୍ଟ ବହୁତ ବଢ଼ିଆ ଥିଲା। ଭେଜ୍ରେ କିନ୍ତୁ ପିଓର ଭେଜ୍ ଆଉ ଖାଇବା ପାଇଁ ବହୁତ ବଢ଼ିଆ ଟେଷ୍ଟ ଥିଲା। ଓହ ଆଳୁ କଷା ତ ହେଇଛି ମସ୍ତ, ପୁରା ଆଳୁ କଷାରେ ହେଇଛି। ଆଳୁ କଷା ଖାଇ ପୁରା ଆଉ ମନ ବୁଝିଗଲା ସତରେ। ତ ତାପରେ ସିଙ୍ଗଡ଼ାରେ ତ ଟେଷ୍ଟ ଭଲ ଥିଲା, ତା ସାଙ୍ଗେ ମିଠା ବି ହେଇଥିଲା। ମିଠାଟା ବହୁତ ସ୍ମୁଥ୍ ହେଇଥିଲା। ତ ମୁଁ ତ ଖାଇଦେଲି, ଖାଇ ଦେଖିଲି ଖାଇବା ଟେଷ୍ଟ ଭଲ ଥିଲା। ତ ଆପଣମାନେ କେବେ ଆସି ହୋଟେଲ ଭିଜିଟ୍ କରନ୍ତୁ, ଖାଇ ଦେଖନ୍ତୁ କେମିତି କ'ଣ ଟେଷ୍ଟ ଥିଲା। ଆପଣମାନେ କମେଣ୍ଟ ନିଶ୍ଚିତ ଭାବରେ ଜଣାଇବେ। ତ ସାଙ୍ଗମାନେ କୁହନ୍ତୁ ଆପଣଙ୍କ ଅଞ୍ଚଳରେ କେଉଁଠି ଭଲ ହୋଟେଲ ଅଛି ଯାହାକି ଖାଇବା ଭଲ ଖାଇବା ମିଳିବ ଏବଂ ଭଲ ଟିଫିନ୍ ଷ୍ଟୋର୍ କେଉଁଠି ଅଛି। ତ ଆପଣମାନେ କମେଣ୍ଟ କରନ୍ତୁ, ମୁଁ ଜଲ୍ଦି ଜଲ୍ଦି ଯାଇ ପହଞ୍ଚିବି। ବାଏ ବାଏ, ରହିଲି। ପୁଣି ଦେଖା ପୁଣି ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।